ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଡିସ୍କସନ୍ କରିବା ଆଜି ଆପଣଙ୍କର ଯୋଉ ପରୀକ୍ଷା ହେଇଥିଲା 6 ଅକ୍ଟୋବର ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟର କ୍ୱେଶ୍ଚିନ୍ ଗୁଡା ଠିକ ଅଛି। ତ ୟାକୁ ମୁଁ 2-3ଟା ପାର୍ଟ କରିକି ଆପଣଙ୍କ ପାଇଁ କରିଦେବି। ଏହି ପାର୍ଟରେ ଆମେ କମ୍ପ୍ୟୁଟର୍ସର କ୍ୱେଶ୍ଚିନ୍କୁ ଡିସ୍କସନ୍ କରିବା ଏବଂ ପରବର୍ତ୍ତୀ ପାର୍ଟରେ ରିଜନିଂ ଦେନ୍ ମ୍ୟାଥମେଟିକ୍ସକୁ ମଧ୍ୟ ଆପଣଙ୍କର ଡିସ୍କସନ୍ କରିଦେବା। ଏଥିରେ ଗୋଟେ ଆପଣଙ୍କର ଓଭରଅଲ୍ ଆଇଡିଆ ଆପଣଙ୍କୁ ଗୋଟେ ମିଳିଯିବ ଯେ ବର୍ତ୍ତମାନ ଓଏସଏସସି କୋଉ ଟ୍ରେଣ୍ଡକୁ ଫଲୋ କରୁଛି, ଯାହାକି ଆପଣଙ୍କୁ ଆଗାମୀ ଦିନରେ ଓଏସଏସସି ଓ ଟ୍ରିପଲ ଏସସିର ଏକ୍ଜାମ୍ସ ମାନଙ୍କରେ ହେଲ୍ପ କରିବ। ଠିକ ଅଛି, ଆସନ୍ତୁ କ୍ୱେଶ୍ଚନ ନମ୍ବର 1। ଦ ଫିଜିକାଲ ଇକ୍ୱିପମେଣ୍ଟ ଅଫ କମ୍ପ୍ୟୁଟର ଦ୍ୟାଟ୍ କ୍ୟାନ୍ ବି ସିନ୍ ଆଣ୍ଡ ଟଚ୍ଡ, ଯୋଉଟାକୁ ଆମେ ଛୁଇଁ ପାରିବା କିମ୍ବା ଆପଣଙ୍କର ଦେଖିପାରିବା, ତାକୁ କଣ ବୋଲି କୁହାଯାଏ? ହାର୍ଡୱେୟାର ବୋଲି କୁହାଯାଏ। ଆଉ ଯୋଉଟାକୁ ଛୁଇଁ ପାରିବାନି ତାକୁ ସଫ୍ଟୱେୟାର ବୋଲି ଆପଣଙ୍କର କୁହାଯାଏ। ଠିକ ଅଛି, ଆପଣ ମାନେ ଡସ୍ ର ଟିକେ ଫୁଲ ଫର୍ମ କମେଣ୍ଟ କରିବେ ନାରେ, ମୁଁ ଦେଖିବି ଆପଣଙ୍କର। ନେକ୍ସଟ, ୱାନ୍ ନିବେଲ, ୱାନ୍ ନିବେଲ ଇଜ ଇକ୍ୱାଲ ଟୁ କେତେ ବିଟ୍ ବୋଲି ଆପଣଙ୍କର ପଚାରିଛି। ଆମେ ଜାଣିଛେ ନା 4 ବିଟ୍ ଇଜ ଇକ୍ୱାଲ ଟୁ କଣ ହେଇଯିବ ରେ? ୱାନ୍ ନିବେଲ ହେଇଯିବ ନା। 8 ବିଟ୍ ଇଜ ଇକ୍ୱାଲ ଟୁ ଆମର 1 ବାଇଟ୍ ଆମର ହୁଏ, ଆପଣଙ୍କର ମନେ ଥିବ। ତାପରେ 1024 ଆପଣଙ୍କର ବାଇଟ୍ ଇଜ ଇକ୍ୱାଲ ଟୁ ଆପଣଙ୍କର 1 କିଲୋ ବାଇଟ୍, ଆପଣଙ୍କର 1024 କିଲୋ ବାଇଟ୍ ଇଜ ଇକ୍ୱାଲ ଟୁ 1 ମେଗା ବାଇଟ୍। ଏମିତି ଆପଣ ଜାଣିଛନ୍ତି। ଯୋଉ ଜାଗାରେ ବି ଲେଖା ହେଇଥିବ ନା କାଲକୁଲେସନ, ଏଡିସନ, ସବଟ୍ରାକ୍ସନ, ମଲ୍ଟିପ୍ଲିକେସନ, ଡିଭିଜନ, ଆପଣ ମାନେ କଣ କରିବେ? ସବୁ କାଲକୁଲେସନ କାମଟା ଆପଣଙ୍କର କିଏ କରେ? ଏଏଲୟୁ କରେ ନା, ଏରିଥମେଟିକ ଲଜିକାଲ ୟୁନିଟ। ଆପଣ ମାନେ କମେଣ୍ଟ କରି କହିବେ ନା ମଡୁଲେସନ ଡିମଡୁଲେସନ କିଏ କାମ କରେ? ଠିକ ଅଛି। ଦେନ୍ ମାଇକ୍ରୋସଫ୍ଟ ୱାର୍ଡ ଗୋଟିଏ ଆପଣଙ୍କର କଣ? ମାଇକ୍ରୋସଫ୍ଟ ୱାର୍ଡ ହେଇଗଲା, ମାଇକ୍ରୋସଫ୍ଟ ପାୱାର ପଏଣ୍ଟ ହେଇଗଲା, ମାଇକ୍ରୋସଫ୍ଟ ଏକ୍ସେଲ ହେଇଗଲା। ଏ ସବୁ ଗୁଡା ଗୋଟେ ଗୋଟେ ଆପଣ କେମିତିଆ ସଫ୍ଟୱେୟାର? ନା ଆପ୍ଲିକେସନ ସଫ୍ଟୱେୟାର। କାହିଁକି ଆପ୍ଲିକେସନ? କାହିଁକି ନା ଏଗୁଡାକୁ ପରବର୍ତ୍ତୀ ସମୟରେ ଆମେ ଇନଷ୍ଟଲ କରିଥାଉ। ଆଉ ଯୋଉଗୁଡା ପ୍ରି ଇନଷ୍ଟଲ ପୂର୍ବରୁ ଥାଏ ସେଗୁଡାକୁ ଆମେ ସିଷ୍ଟମ ସଫ୍ଟୱେୟାର ବୋଲି ଆମେ କହିଥାଉ। ଠିକ ଅଛି। ବାଇ ଡିଫଲ୍ଟ ୟୁର ଡକୁମେଣ୍ଟ ପ୍ରିଣ୍ଟ ଇଜ ଇନ୍ ଡେସ୍ ମୋଡ। ଦେଖ ଧରାଯାଉ ମୁଁ ଏଟାକୁ ପ୍ରିଣ୍ଟ କରିବା ପାଇଁ କ୍ଲିକ କଲି। ବାଇ ଡିଫଲ୍ଟ ଦେଖନ୍ତୁ ଏ କୋଉ ମୋଡରେ ଅଛି, ଦେଖନ୍ତୁ ଏଇ ମୋଡରେ ଅଛି ନା ଆପଣଙ୍କର ଏମିତିକା 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 ଡାଇରେକ୍ଟ ଏଇଭଳିଆ ପ୍ରିଣ୍ଟ ହଉଛି ନା ଆପଣଙ୍କର। ତ ଏଇ ମୋଡଟାକୁ ଆପଣଙ୍କର କଣ ବୋଲି କୁହାଯାଏ? ଠିକ ଅଛି। ତ ବାଇ ଡିଫଲ୍ଟ ଆପଣଙ୍କର ପୋର୍ଟ୍ରେଟ, ଠିକ ଅଛି। ବେଳେ ବେଳେ ପରୀକ୍ଷାରେ ପଚାରେ ପୋର୍ଟ୍ରେଟ ହେଇଗଲା, ଲ୍ୟାଣ୍ଡସ୍କେପ ହେଇଗଲା, ଏଗୁଡା ଗୋଟେ ଗୋଟେ କଣ? ତ ଏଗୁଡାକୁ ଆମେ ପେଜ ଓରିଏଣ୍ଟେସନ ବୋଲି କହିଥାଉ। Which of the following is not a valid data type in MS Excel? ଏ ଭିତରୁ କୋଉଟା ଗୋଟେ ଆପଣଙ୍କର ଡାଟା ଟାଇପ ଆପଣଙ୍କର ନୁହେଁ। ଠିକ ଅଛି, MS Excel ରେ ତ ଆମେ ଜାଣିଛେ ଆପଣଙ୍କର ନମ୍ବର ରୁହେ, ଲେବଲିଂ ଆପଣଙ୍କ ରହିବ, ଡେଟ୍ ଆଣ୍ଡ ଟାଇମ ଆପଣଙ୍କ ରହିବ, କିନ୍ତୁ ଯୋଉ ରହିଲା ଆପଣଙ୍କର କ୍ୟାରେକ୍ଟର, ଏଇଟା ଆପଣଙ୍କର ପୁରାପୁରି ଅଲଗା ଅଛି ନା। ତାହେଲେ କୋଉଟା ଅଲଗା ଅଛି? ନା ଯୋଉ କ୍ୟାରେକ୍ଟର ଆପଣଙ୍କର ଅଲଗା କ୍ୟାରେକ୍ଟରଟା। ଠିକ ଅଛି। ଦ ଇଣ୍ଟରସେକ୍ସନ ଅଫ ଏ କଲମ ଆଣ୍ଡ ରୋ ଇନ୍ ଏ ୱାର୍କସିଟ୍ ଇଜ କଲ୍ଡ। ବା ଆପଣ ଏମିତି ବି କହିପାରନ୍ତି ଗୋଟେ ସେଲରେ ଯୋଉଠି ଆପଣ କାମ ବା ଆପଣ କହିଦେଲେ ହେଲା ଯେ ରୋ ଆଉ କଲମକୁ ଆପଣଙ୍କର ଏଇଟା ଯୋଉ ଆପଣଙ୍କର ମିଶିଲା, ଏଇଟାକୁ ଆମେ କଣ ବୋଲି କହୁ? ଏଇଟା ଗୋଟେ ଆପଣଙ୍କର ସେଲ୍ ବୋଲି ଆମେ କହୁନା, ସେଲ୍ ବୋଲି ଆମେ କହିଥାଉ। ଠିକ ଅଛି। ନେକ୍ସଟ, ଡେସ୍ ଇଜ ଦ କିବୋର୍ଡ ସର୍ଟକଟ୍ ଟୁ ୟୁଜ ଟୁ ସୁଇଚ ବିଟୱିନ୍ ଓପେନ ଏକ୍ସେଲ ୱିଣ୍ଡୋଜ। କୋଉଟାକୁ ଆପଣଙ୍କର କ୍ଲିକ କଲେ ଆପଣ ଓପେନ ଏକ୍ସେଲ ୱିଣ୍ଡୋଜ ଆଡକୁ ଆପଣଙ୍କର ଯିବେ। ଠିକ ଅଛି, କୋଉ କିଟାକୁ ପ୍ରେସ୍ କଲେ? କଣ୍ଟ୍ରୋଲ ପ୍ଲସ୍ ଟେବ୍ ଆପଣଙ୍କର, କିମ୍ବା କଣ୍ଟ୍ରୋଲ ପ୍ଲସ୍ F6 କଲେ ମଧ୍ୟ ହବ। ତାହେଲେ ଯୋଉ ଗୋଟେ ଟେବରୁ ଆମେ ଆଉ ଗୋଟେ ଯିବା, ଏଇଭଳିଆ ଯିବା, এটা କଣ୍ଟ୍ରୋଲ ପ୍ଲସ୍ ଟେବ୍ କୁ ପ୍ରେସ୍ କଲେ ଆପଣଙ୍କର ହେଉଛି ନା କଣ୍ଟ୍ରୋଲ ପ୍ଲସ୍ ଟେବ୍, ଏମିତିକା ଏଇଟା ଆଉ। ଠିକ ଅଛି। ନେକ୍ସଟ ନେକ୍ସଟ କହୁଛି ଆପଣଙ୍କର ହାଉ କେନ୍ ୟୁ ସାମ୍। ସାମ୍ କରିବା ପାଇଁ କହିଛି। ସାମ୍ ର ପିଲାମାନେ ଆପଣଙ୍କର ଫର୍ମୁଲା କଣ ହେଇଯିବ? ସାମ୍ ପାଇଁ ତ ଆପଣଙ୍କର ଖାଲି ଆପଣ ସାମ୍ ଲେଖିବେ ନା, SUM ଆପଣଙ୍କ ଲେଖିବେ SUM। ଠିକ ଅଛି। MSSS ଏଇଟା ଗୋଟେ ଆପଣଙ୍କର କଣ? ଆମେ ଜାଣିଛେ ରେ, ଦେଖନ୍ତୁ ଯେମିତି MS ପାୱାର ପଏଣ୍ଟରେ ପ୍ରେଜେଣ୍ଟେସନ କରାଯାଏ, ୱାର୍ଡରେ ଆପଣଙ୍କର ଅଲଗା, ସେମିତି MSSS ରେ କଣ କରାଯିବ? ଡାଟାବେସ୍ ମ୍ୟାନେଜମେଣ୍ଟ କରାଯାଏ ବା DBMS ଆମର କରାଯାଏ। ତାହେଲେ ରିଲେସନାଲ ଡାଟାବେସ୍ ହେଇଯିବ। ସବୁ ଦେଖୁ ଦେଖୁ କରି ହଉଛି ରେ। ଏ ଭିତରୁ କୋଉଟା ଗୋଟେ ଅପରେଟିଂ ସିଷ୍ଟମ ଆପଣଙ୍କର ନୁହେଁ? ଆପଣ ଶୁଣିଥିବେ ୱିଣ୍ଡୋଜ ଶୁଣିଛନ୍ତି, ଆପଣ ଲିନକ୍ସ ଆପଣ ଶୁଣିଛନ୍ତି, ଦେନ୍ ଏଇ ଯୋଉ ଡିସ୍ ଅପରେଟିଂ ସିଷ୍ଟମ ଡସ୍ ମଧ୍ୟ ଆପଣ ମାନେ ଶୁଣିଛନ୍ତି। କିନ୍ତୁ ଓରାକେଲ, ଓରାକେଲ ଗୋଟେ ଆପଣଙ୍କର ପ୍ରୋଗ୍ରାମିଂ ଲାଙ୍ଗୁଏଜ ଆପଣଙ୍କର ଅଟେ ବା DBMS ଆପଣଙ୍କର ଅଟେ। ଏହା ତ ଅପରେଟିଂ ସିଷ୍ଟମ ନୁହେଁ ରେ। ଠିକ ଅଛି। Which connection is necessary for computer to join the internet? To join the internet
ଆପଣଙ୍କର କୋଉଟା ଦରକାର ବୋଲି ପଚାରିଛି। ଅବଭିୟସଲି ଆପଣଙ୍କର ନିହାତି ଦରକାର କୋଉଟା? ଆଇଏସପି ଆପଣଙ୍କ ଦରକାର ବା ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର। କାହିଁକି ନା ଏଇ ଭିତରୁ ଆପଣ କାହା ସମ୍ପର୍କରେ ଶୁଣିଛନ୍ତି? ଏଇ ଗୋଟେ ହିଁ ଶୁଣିଛନ୍ତି। ଠିକ ଅଛି। ବି ଟୁ ସି ୟାର ଆପଣଙ୍କର ଫୁଲ ଫର୍ମ କଣ? ବି ମାନେ ତ ଆପଣ ଜାଣିଗଲେ ବିଜନେସ। ବିଜନେସ କାହା ପାଖକୁ ଆପଣଙ୍କର କରାଯାଏ? କ୍ଲାଏଣ୍ଟକୁ ଆପଣଙ୍କର କରାଯାଏ ବା କଞ୍ଜୁମର ବି ଆମେ କହିପାରିବା। ବିଜନେସ ଟୁ କଞ୍ଜୁମର ବୋଲି କୁହାଯାଏ। କଞ୍ଜୁମର, ଆମେ ହେଲୁ କଞ୍ଜୁମର। ଠିକ ଅଛି। Which of the following is a benefit of using chatbot? ଚାର୍ଟରେ ଆପଣଙ୍କର କଣ କରାଯାଏ? କଷ୍ଟମରକୁ ସପୋର୍ଟ ଦିଆଯାଏ। ଚାର୍ଟ, ହଁ କି ନାହିଁ? କଷ୍ଟମରକୁ ଆପଣଙ୍କର ସପୋର୍ଟ ଦିଆଯାଏ, ଆଉ କିଛି ନାହିଁ। ଠିକ ଅଛି। ତାପରେ ନେକ୍ସଟ ଆପଣ ଏମିତି ବି ଦେଖିପାରିବେ ହେଲା, 4ଟା ଅପସନରୁ 3ଟା ଦେଖନ୍ତୁ ନେଗେଟିଭ ଆପଣଙ୍କ ରହିଛି। ତାପରେ ମାଇକ୍ରୋ ପ୍ରୋସେସର ଏଜ ସୁଇଚିଂ ଡିଭାଇସେସ୍। ମାଇକ୍ରୋ ପ୍ରୋସେସରକୁ ଆମର କୋଉ ଜେନେରେସନରେ ଆପଣଙ୍କର ୟୁଜ କରାଗଲା? ପ୍ରଥମରେ ଭ୍ୟାକ୍ୟୁମ ଟ୍ୟୁବ, ତାପରେ ମାଇକ୍ରୋ ପ୍ରୋସେସର ଗୋଟେ ଫୋର୍ଥ ଜେନେରେସନ ନା, ଫୋର୍ଥ ଜେନେରେସନ। ଆଉ ବର୍ତ୍ତମାନ ତ ଆପଣଙ୍କର ଯୋଉ ରହିଲା, ବର୍ତ୍ତମାନ ଆମର ଏଆଇ ର ଯୁଗ ବର୍ତ୍ତମାନ ଆପଣଙ୍କ ରହିଛି ବର୍ତ୍ତମାନ। ଠିକ ଅଛି, ଚାଲେଗା। ଦେଖନ୍ତୁ ପ୍ରାୟତଃ ସବୁ କ୍ୱେଶ୍ଚନ ଗୁଡା ଆପଣ ଦେଖୁ ଦେଖୁ କରିପାରୁଥିବେ, ଏଥିରେ କିଛି ଅସୁବିଧା ନାହିଁ। କରି ହଉଛି ନା ରେ? ବହୁତ ଇଜି ଆପଣ ମାନେ ସବୁ ଗୁଡା କରିପାରିବେ, ଖାଲି ଅଭ୍ୟାସ ଆପଣଙ୍କର ଦରକାର। ଆପଣମାନଙ୍କର ପାଇଁ ଥିଓରି କ୍ଲାସ ଅଲରେଡି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଆପଣଙ୍କ ପାଇଁ କରାହେଇଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।